ସେଦିନ ଭାଇନାଙ୍କ ଠାରୁ ଗିହା ଖାଇଲା ପରେ ଆମେ ସାଙ୍ଗ ହୋଇ ଘରକୁ ଫେରିଲୁ। ବାଟରେ ଭାଇନାଙ୍କୁ ପଚାରିଲି, ଯଦି ସିନେମା ଯିବା ପାଇଁ ଇଚ୍ଛା ନଥିଲା ତାହେଲେ ହଲ ଯାଇ ପଇସା ଖର୍ଚ୍ଚ କରି ଟିକେଟ କାହିଁକି କିଣୁଥିଲ? ସେ ହସିଦେଇ କହିଲେ, ଆରେ କାଲି ଯେତେବେଳେ ତୋ ଦିଦି ମୋ ପେଣ୍ଟ ସଫା କରିବ ସେତେବେଳେ ପକେଟରୁ ସିନେମା ଟିକେଟ ଦେଖି ଭାବିବ ଯେ ଆମେ ସତରେ ସିନେମା ଯାଇଥିଲେ ବୋଲି। ଭାବିଲି ସତରେ ତୁମ ବୁଦ୍ଧିକୁ ମାନିବାକୁ ପଡ଼ିବ। ସେଦିନ ଭାଇନାଙ୍କ ଗିହା ଖାଇଲା ପରେ ବିଆରେ ବହୁତ ଦରଜ ଥିଲା। ଚାଲିଲା ବେଳକୁ ବହୁତ କାଟୁଥିଲା। ତଥାପି ଗିହା ସୁଖ କଥା ମନେ ପକେଇ ଦରଜକୁ ଭୁଲିବାକୁ ଚେଷ୍ଟା କରୁଥିଲି। ପରଦିନ ଦିଦି ଗାଧେଇବାକୁ ଗଲା ପରେ ଭାଇନା ଆସି ମୋ ରୁମରେ ପହଞ୍ଚିଲେ। ମୋ ପାଖରେ ଖଟରେ ବସି ମୋତେ କୋଳେଇ ଧରିଲେ। ମୁଁ କହିଲି, ଭାଇନା ଥାଉ, ଆଜି ଆଉ ନାହିଁ, ବହୁତ ଦରଜ ହେଉଛି। ସେ କହିଲେ, ହଉ ଠିକ ଅଛି। ଏହା କହି ମୋ ଗାଲରେ ଚୁମା ଦେଇ ଦୁଧକୁ ଚିପାଚିପି କରି ଚାଲିଗଲେ। ତା ପରଦିନ ଦରଜ ପ୍ରାୟ କମି ଯାଇଥିଲା। ଆଉ ଦିଦି ଗାଧେଇ ଗଲା ପରେ ଭାଇନା ମୋତେ ଡାକି ଦେଇ ରୁମକୁ ନେଇ ଆସିଲେ। ସେଠି ମୋତେ କୁଣ୍ଢେଇ ଧରି ଚୁମା ଦେଇ ଚାଲିଲେ। ଆଉ ତାପରେ ନାଇଟି ଉପରୁ ଦୁଧକୁ ଚିପିବାରେ ଲାଗିଲେ। କିଛି ସମୟ ପରେ ମୋତେ ଆଗକୁ ହାମୁଡେଇ ଦେଲେ। ମୋ ପଛାଡୁ ଆସି ନାଇଟିଟା ଟେକି ଦେଇ ମୋ ପାଣ୍ଟିକୁ ଟାଣି ବାହାର କରିଦେଲେ। ସେତେବେଳକୁ ତାଙ୍କ ବାଣ୍ଡ ପୁରା ଟାଣ ହୋଇ ଉଠି ସାରିଥିଲା। ମୋତେ ଘୋଡ଼ି କରି ପଛପଟୁ ବାଣ୍ଡକୁ ନେଇ ମୋ ବିଆ ଭିତରେ ପୂରେଇ ଦେଲେ। ହାତ ଆଗକୁ ଆଣି ମୋ ଦୁଧ ଚିପି ଚିପି ମୋତେ ଗେହିବାରେ ଲାଗିଲେ। ମୋ ବିଆ ବି ସେତେବେଳକୁ ଓଦା ହୋଇସାରିଥିଲା। ପ୍ରଥମେ ପୂରେଇଲା ବେଳେ ଯଦିଓ ଟିକେ କାଟିଲା, କିନ୍ତୁ ତାଙ୍କ ଗିହାଟା ଖୁବ ଭଲ ଲାଗୁଥିଲା। ସେ ଜୋର ଜୋରରେ ଗେହୁଥାନ୍ତି ଆଉ ମୋ ଦୁଧ ଚିପୁଥାନ୍ତି। ମୋତେ ଖୁବ ମଜା ଲାଗୁଥିଲା। ମୁଁ ଆଖ ବୁଜି ଗିହାକୁ ଉପଭୋଗ କରୁଥିଲି। କିଛି ସମୟ ପରେ ମୋ ବିଆ ପାଣି ଛାଡ଼ିଦେଲା। ଆଉ ତାଙ୍କର ବାଣ୍ଡରୁ ବି ପାଣି ବାହାରିବା ଅବସ୍ଥା ଆସିଗଲା। ସେ ବାଣ୍ଡ ବିଆରୁ କାଢି ହାତରେ ହଲେଇ ହଲେଇ ପାଣି କାଢି ଲୁଙ୍ଗିରେ ପୋଛିଦେଲେ। ଆଉ ଆମେ ଅଲଗା ହୋଇ ଯେଝା ରୁମକୁ ଚାଲିଗଲୁ। ଏମିତି ଭାବେ ଦିଦି ଘରେ ଯେତେ ଦିନ ରହିଲି ଭାଇନାଙ୍କଠୁ ଖୁବ୍ ଗିହା ଖାଇଲି। ଏ ଭିତରେ ଆମ ପରୀକ୍ଷାର ରେଜଲ୍ଟ ବାହାରିବା ସମୟ ଆସିଯାଇଥିଲା। ଆଉ ମୁଁ ଆମ ଗାଁକୁ ଆସିଯାଇଥିଲି। ମୋ ରେଜଲ୍ଟ ବହୁତ ଭଲ ହୋଇଥିଲା। ମୋତେ ସମସ୍ତେ ବଢେଇ ଜଣେଇଲେ। ବାପା ମୋ ଆଡମିସନ ନିମାପଡା କଲେଜରେ ସାଇନ୍ସରେ କରିଦେଲେ। ଭାଇନାଙ୍କଠୁ ଗିହା ଖାଇବା ପରେ ମୋ ଦେହରେ ବହୁତ ପରିବର୍ତ୍ତନ ଆସିଗଲା। ମୋ ଦୁଧ ଆଉ ଗାଣ୍ଡି ଆହୁରି ବଡ଼ ହେବାରେ ଲାଗିଲା। ବ୍ରା ଆଉ ପାଣ୍ଟି ସାଇଜ ବାରମ୍ବାର ବଦଳିବାରେ ଲାଗିଲା। କଲେଜରେ ସବୁ ଟୋକାଙ୍କ ନଜର ମୋ ଉପରେ ଥିଲା। ଲେକ୍ଚରର ମନେ ପାଠ ପଢେଇଲା ବେଳେ ବାରମ୍ବାର ମୋ ଆଡେ ଦେଖୁଲେ। ମୋ ପ୍ରତି ସମସ୍ତେ ଅକ ଧ୍ୟାନ ଦେଉଥିଲେ। ସରିତା, ବୁଝିଲୁ ନା ନାହିଁ? ଯଦି ବୁଝିପାରିନୁ ତାହେଲେ ଆଉଥରେ ବୁଝେଇ ଦେବି, ଏମିତି ସମସ୍ତେ କହୁଥିଲେ। ମୋତେ ବି ଏସବୁ ବହୁତ ଭଲ ଲାଗୁଥିଲା। ଦିନେ ଆମ ଗାଁକୁ ବୋଉର ଜଣେ ମାଉସୀ ଝିଅ ଭଉଣୀ କଟକରୁ ଆସିଥିଲେ। ଗାଁରେ ଗୋଟେ ବାହାଘର ଥିଲା। ଆଉ ସେ ଓ ମଉସା ସେଇ ବାହାଘରକୁ ଆସିଥିଲେ। ଗାଁ ବାହାଘର କଥା ସମସ୍ତେ ଜାଣିଥିବେ। ୟା ତା ଘରେ ଆଡଜଷ୍ଟ ହୋଇ କୁଣିଆ ମାନେ ରୁହନ୍ତି। ଯେହେତୁ ସେ ମୋ ବୋଉର ଭଉଣୀ ବି ହେବେ, ତେଣୁ ଆମ ଘରେ ରହିବାକୁ ବୋଉ ତାଙ୍କୁ ଡାକି ଆଣିଲା। ବୋଉଠୁ ସେ ବହୁତ ସାନ। ଦିଦିଠୁ ଜମା 2 ବାଇ 3 ବର୍ଷ ବଡ଼। ଦେଖୁବାକୁ ଖୁବ ଡେଙ୍ଗା ଆଉ ଟିକେ ମୋଟି ବି, ଆଉ ଖୁବ ଗୋରା। ବଡ଼ ବଡ଼ ଦୁଧ ଆଉ ଗାଣ୍ଡି। ମଉସା ଅନ୍ୟ ଜାଗାରେ ଆଡଜଷ୍ଟ ହେଇଗଲେ। ମୋତେ ଦେଖ ରୀତା ମାଉସୀ କହିଲେ, ଆରେ ସରିତା, ତୋ ଚେହେରା ତ ପୁରା ବଦଳି ଗଲାଣି ଲୋ। ତୁ କେତେ ସୁନ୍ଦର ହେଇଗଲୁଣି। ମୁଁ କିଛି ନ କହି ହସିଦେଲି। ସେ ମୋତେ ତାଙ୍କ ଆଡକୁ ଟାଣି ଆଣି ମୋ ଗାଲରେ ଗେଲ କଲେ। ମୁଁ ବି ତାଙ୍କୁ କୁଣ୍ଢେଇ ଧରିଲି। ରାତିରେ ବୋଉ ତାଙ୍କୁ ମୋ ରୁମକୁ ପଠେଇ ଦେଲା ଶୋଇବା ପାଇଁ। ଆଗରୁ ମୁଁ ଆଉ ଦିଦି ଗୋଟେ ରୁମରେ ଶୋଉଥିଲୁ। ଆଉ ଆମର ଗୋଟେ ଡବଲ ବେଡ୍ ଥିଲା। ଦିଦିର ବାହାଘର ପରେ ମୁଁ ଏକା ଶୋଉଥିଲି ମୋ ରୁମରେ। ଆଉ ଯୋଉଦିନ ଇଚ୍ଛା ହୁଏ ସେଦିନ ବିଆରେ ଆଙ୍ଗୁଠି ମାରି ସେଣ୍ଟିକୁ ଘଷି ପାଣି ବାହାର କରି ଶୋଇ ପଡୁଥିଲି। ସେଦିନ ରୀତା ମାଉସୀ ଆସି ମୋ ପାଖରେ ଶୋଇଲେ। ଶୀତ ଦିନ। ଗୋଟିଏ ଡବଲ କମ୍ବଳକୁ ଆମେ ଦୁହେଁ ଘୋଲେଇ ହୋଇ ଶୋଇଥିଲୁ। ଅଧା ରାତିରେ ମୁଁ ଅନୁଭବ କଲି ଯେ ରୀତା ମାଉସୀ ମୋ ଦେହରେ ତାଙ୍କ ଗୋଡ ଥୋଇଛନ୍ତି। ସେଦିନ ଦିନରେ ଟିକେ ଅଧିକ କାମ ଥିଲା, ତେଣୁ ଦେହରେ ଟିକେ ଦରଜ ଥିଲା। ଆଉ ସେ ତାଙ୍କ ଓଜନିଆ ଗୋଡ ମୋ ଉପରେ ଥୋଇବାରୁ ମୋତେ ଖୁବ ଭଲ ଲାଗୁଥିଲା। ମୁଁ କିଛି ନ କରି ତାଙ୍କ ଓଜନିଆ ଗୋଡର ମଜା ନେଉଥିଲି। କିଛି ସମୟ ପରେ ଅନୁଭବ କଲି ସେ ମୋର ଆହୁରି ପାଖକୁ ଲାଗି ଆସି ମୋତେ କୁଣ୍ଢେଇ ଧରିଛନ୍ତି। ମୁଁ ତାଙ୍କୁ ପଛ କରି ଶୋଇଥାଏ ଆଉ ସେ ମୋ ଆଡେ ମୁହଁ କରି ମୋତେ ଧରିଥାନ୍ତି। ତାଙ୍କ ମୁହଁ ମୋ ଗାଲ ପାଖରେ ଆଉ ତାଙ୍କ ହାତ ମୋ ଦୁଧ ଉପରେ ଥିଲା। ତାଙ୍କ ବଡ଼ ବଡ଼ ଦୁଧ ମୋ ପିଠିରେ ଚାପି ହୋଇଯାଇଥିଲା। ସେ ନେଉଥିବା ଗରମ ନିଶ୍ୱାସକୁ ମୁଁ ଅନୁଭବ କରିପାରୁଥିଲି। କିଛି ସମୟ ପରେ ସେ ନିଜ ହାତରେ ମୋ ଦୁଧକୁ ଆଉସିବାରେ ଲାଗିଲେ
आउ आंगुठी अगरे मो दूध भुंडी को धीरे धीरे चिपिबारे लागिले। मु कौन करिबी किछि जानि पारु नथुली, किंतु मोते तांको काम भल भी लागुथिला। मु किछि न कहि सोईबार अभिनय करुथुली आउ से निज कामरे लागिथिले। परे से हाथ मो नाइटी भितरे पुरी मो दूध चिपिबारे लागिले। बहुत दिन परे आउ काहा हाथ मो दूधरे बाजिबारु भल लागुथिला। से खूब आस्ते आस्ते मो दूध दुईटिकु आउसी आउसी चिपुथिले। एथर मु आउ संभाळी न पारी तांको आड़कु बुलीगली आउ आख खोली पचारिली, माउसी ए सबु कण करुछ? से हसी देई कहिले, काहिकी भल लागुनी कि? मु कहिली, भल लागुछि जे एगुड़ा कण भल कथा। से कहिले, जदि भल लागुछि ताहेले मु जाहा सबु करुछि ताकु भल भाबे उपभोग कर। एमिति सुजोग आउ काहाठु पाइबुनी। एहा कही मो नाइटीकु बेक जाए टेकी देले। मु रातिरे ब्रा पिंधेनी आउ मो दूध को भल भाबे आउसी आउसी चिपिले। भाईना जेतेबेले चिपंती सेतेबेले निर्दय होई जोर रे चिपंती। भल लागे जे टिके काटे बी, किंतु माउसींको चिपा अलगा थिला। गोटे झियो पिला को केमिति चिपिले भल लागिबो से कथा से भल से जानिथिले। रीता माउसी तांको जीभ काढी मो निपल उपरे घुरेइबारे लागिले। डह की मजा! मो बिया सेतेबेलकु ओदा हेबारे लागिलानी। माउसी तांको उठकु मो उठरे रख चुमा देले आउ मो तଳ ओठକୁ ଚୁଷିବାରେ ଲାଗିଲେ। ମୋ ଜିଭକୁ ବି ଚୁଷ ଥିଲେ। ମୁଁ ବି ଆଉ ସମ୍ଭାଳି ନ ପାରି ତାଙ୍କ ସହ ସେପରି କରିବାରେ ଲାଗିଲି। ସେ ନିଜ ହାତ ନେଇ ମୋ ପେଣ୍ଟିରେ ରଖ ବିୟାକୁ ଆଉସୁଥିଲେ। ମୁଁ ତାଙ୍କ ହାତ ନେଇ ମୋ ବିୟାରେ ମାଡ଼ିଦେଲି। ସେ ମୋ ପାଣ୍ଟି ଟାଣି ବାହାର କରିଦେଲେ ଆଉ ମୋ ସେଣ୍ଟିକୁ ଘଷିବାରେ ଲାଗିଲେ। ଡହ କି ମଜା! ମୁଁ ଆଉ ସମ୍ଭାଳି ପାରିଲିନି। କିଛି ସମୟ ସେଣ୍ଟିକୁ ଘଷି ମୋ ବିୟାରେ ଗୋଟେ ଆଙ୍ଗୁଠି ପୂରେଇ ଉପର ତଳ କରିବାରେ ଲାଗିଲେ। ମୁଁ ଆଖି ବନ୍ଦ କରି ମଜା ନେଉଥିଲି ଆଉ ମୋ ବିୟା କେତେବେଳେ ପାଣି ଛାଡ଼ିଦେଲା ଜାଣିପାରିଲିନି। ସେ କିନ୍ତୁ ଆଙ୍ଗୁଠିରେ ମୋ ବିୟାକୁ ସେମିତି ଗଜି ଚାଲିଥାନ୍ତି। ଖୁବ ଶୀଘ୍ର ମୁଁ ଆଉ ଥରେ ବି ଛଡ଼ିଗଲି। ଏଥର କହିଲି, ମାଉସୀ ଆଉ ସହିପାରୁନି, ପ୍ଲିଜ୍ ବନ୍ଦ କର। ସେ ମୁରୁକି ହସି ମୋ ଉପରକୁ ଆସି ମୋ ଗାଲରେ ଚୁମା ଦେଲେ ଆଉ କହିଲେ, ଏଥର ତୋ ପାଳି। ଯେମିତି ସୁଖ ତୁ ପାଇଲୁ ମୋତେ ବି ସେମିତି ସୁଖ ଦେ। ଏଥର ମୁଁ ବି ତାଙ୍କୁ ଚୁମା ଦେଲି ଆଉ ତାଙ୍କ ନାଇଟି ଖୋଲିଦେଲି। ଏକାଥରରେ ପାଣ୍ଟି ବି ଟାଣି ବାହାର କରି ତାଙ୍କୁ ନଙ୍ଗଳା କରିଦେଲି। ତାଙ୍କ ଦୁଧ କ୍ଷୀବ ବଡ଼ ବଡ଼ ଟିକିଏ ଓହଳି ଯାଇଥିଲା। ଦୁଧକୁ ହାତରେ ଧରି ସେ ଯେମି ଚିପୁଥିଲେ ସେମିତି ଚିପିଲି। ତାଙ୍କ ନିପଲକୁ ପାଟିରେ ନେଇ ଚୁଷିଲି। ସେ ବି ମୋ କାମର ମଜା ନେଇଥିଲେ ଆଉ ଆଖ ବନ୍ଦ କରିଦେଇଥିଲେ। ମୋ ହାତ ନେଇ ତାଙ୍କ ବିୟାରେ ରଖୁଲି। ସେ ବିୟାକୁ ପୁରା ସେଭ କରିଦେଇଥିଲେ। ସେତେବେଳକୁ ତାଙ୍କ ବିୟା ପୁରା ଓଦା। ମୁଁ ତାଙ୍କ ସେଣ୍ଟିକୁ ଘଷିଲି। ମସ୍ତ ବଡ଼ ସେଣ୍ଟିଟେ। ଆସ୍ତେ ଆସ୍ତେ ସେଣ୍ଟିକୁ ଘଷି ବିୟାକୁ ଆହୁରି ଓଦା କରିଦେଲି। ସେ ଆଉ ସମ୍ଭାଳି ନପାରି ମୋର ଗୋଟେ ଆଙ୍ଗୁଠି ନେଇ ତାଙ୍କ ବିୟାରେ ପୂରେଇ ଦେଲେ। ମୁଁ ବି ତାଙ୍କ ବିୟାକୁ ଆଙ୍ଗୁଠିରେ ଗେହିଲି ଆଉ ଦୁଇଥର ପାଣି ଛାଡ଼ିବା ଯାଏ ତାଙ୍କୁ ଆଙ୍ଗୁଠିରେ ଗେହିଲି। ଦୁଇଥର ପାଣି ଛାଡ଼ିଲା ପରେ ସେ ମୋତେ ଟାଣି ଆଣି ତାଙ୍କ ଉପରେ ଶୁଆଇ ଦେଲେ ଆଉ କୁଣ୍ଢେଇ ଧରିଲେ। ଆମେ ଦୁହେଁ ନଙ୍ଗଳା ହୋଇ ଦୁହିଁଙ୍କୁ ଖୁବ ଚୁମା ଦେଲୁ। ପରେ ନିଜ ନିଜ ନାଇଟି ପିନ୍ଧି କୁଣ୍ଢା କୁଣ୍ଢି ହେଇ ଶୋଇପଡ଼ିଲୁ। ସେଦିନ ଇଏ ଗୋଟେ ଅଲଗା ପ୍ରକାରର ମଜା ମିଳିଲା। ମାଉସୀ କହିଲେ, ଆରେ ସରିତା, ତୋ ମଉସା ଆଉ କିଛି କାମର ନୁହନ୍ତି। ତେଣୁ କଟକରେ ଆମେ ଗୋଟେ ଲେସବିଆନ କ୍ଲବ କରିଛୁ। ଏମିତି ଅତୃପ୍ତ ଲେଡିଜ୍ ମାନେ ଏହି କ୍ଲବର ମେମ୍ବର। ଯାହା ଘର ଯେବେ ଖାଲି ଥାଏ ସେଠାକୁ ଯାଇ ଆମେ ଏମିତି ମଜା ନଉ। ମୁଁ ଟିକିଏ ଆଗ୍ରହ ଦେଖେଇ ପଚାରିଲି, ଆଉ କଣ କଣ କର ସେଠି? ସେ କହିଲେ, କେବେ ଆସିଲେ ଦେଖୁବୁ ଆମେ କେମିତି ମଜା ନଉ। ମୁଁ ଟିକିଏ ଆଗ୍ରହ ଦେଖେଇ ପଚାରିଲି, ଆଉ କଣ କଣ କର ସେଠି? ସେ କହିଲେ, କେବେ ଆସିଲେ ଦେଖୁବୁ ଆମେ କେମିତି ମଜା ନଉ ସେଠି। ଆମର କେତେ ପ୍ରକାରର ଖେଳନା ସବୁ ଅଛି। ବେଲ୍ସ ପିନ୍ଧି ସେଥିରେ ଥିବା ପ୍ଲାଷ୍ଟିକ ବାଣ୍ଡରେ ଆଉ ଜଣକୁ ଗେହୁ। ଅସଲ ବାଣ୍ଡ ଶୀଘ୍ର ଝଡ଼ିଯାଏ, କିନ୍ତୁ ପ୍ଲାଷ୍ଟିକ ବାଣ୍ଡରେ ଯେତେ ସମୟ ଯାଏ ଚାହିଁବ ସେତେ ସମୟ ଯାଏ କରିପାରିବ। ଖୁବ୍ ମଜା ମିଳେ ସେଥିରୁ। ମାଉସୀ ଆଉ ଦିନେ ଆମ ଘରେ ରହି ପରଦିନ ଚାଲିଗଲେ। ଦ୍ୱିତୀୟ ରାତିରେ ବି ଆମେ ଖୁବ୍ ମଜା କରିଥିଲୁ। ଆଜି ପାଇଁ ଏତିକି। ନେକ୍ସଟ ପାର୍ଟ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ନିଅନ୍ତୁ।